ଥରେ ମାର୍ଟିନ ଗୋଟିଏ ସ୍ୱପ୍ନ ଦେଖିଲା। ସେ ସ୍ୱପ୍ନରେ ଜଣେ ଅତି ମହତ୍ ବ୍ୟକ୍ତିକୁ ଦେଖିଲା। ଏହା ପୂର୍ବରୁ ସେ ପ୍ରକାର ବ୍ୟକ୍ତିକୁ ଜୀବନରେ କେବେ ସେ ଦେଖିନଥିଲେ। ତାର ମୁଖମଣ୍ଡଳ ବହୁତ ରୂପବାନ ଥିଲା। ତାଙ୍କ ମୁଖ ଦୀପ୍ତିମାନ ଓ ସ୍ୱର ମଧୁର ଥିଲା। ସେ ମାର୍ଟିନକୁ କହିଲେ, ମାର୍ଟିନ, ଆସନ୍ତାକାଲି ମୁଁ ତୁମ ପାଖକୁ ଆସିବି। ମାର୍ଟିନର ନିଦ ଭାଙ୍ଗିଗଲା। ସେ ଭାବିବାକୁ ଲାଗିଲା ଯେ ସ୍ୱପ୍ନରେ ସେ ଜଣକୁ ଯାହାକୁ ସେ ଦେଖିଛନ୍ତି, ସେ ଜାଣିପାରିଲେ ଯେ ସେ ଆଉ କେହି ନୁହନ୍ତି, ଏତେ ବର୍ଷ ସେବା କରୁଥିବା ସେହି ଯୀଶୁଖ୍ରୀଷ୍ଟ ଅଟନ୍ତି। ତେବେ ମାର୍ଟିନ ବହୁତ ଆନନ୍ଦିତ ହେଲା। ପ୍ରଭାତରୁ ଉଠି ଗାଧୋଇଲା, ବାଇବେଲ ପଢ଼ି ପ୍ରାର୍ଥନା କଲା, ପୁଣି ଦୋକାନକୁ ସଫା କଲା। ସେ ବଡ଼ ଇଚ୍ଛାରେ ଆପଣା ପ୍ରେମମୟ ପ୍ରଭୁ ଯୀଶୁଙ୍କ ଆଗମନର ଅପେକ୍ଷାରେ ରହିଲା। ଯଥେଷ୍ଟ ସମୟ ଅତିବାହିତ ହେଲା, ମାତ୍ର ପ୍ରଭୁ ଯୀଶୁ ଆସିଲେ ନାହିଁ। ସେ ଅଳ୍ପ ନିରାଶ ହେଲା। ଇତିମଧ୍ୟରେ ଜଣେ ବୃଦ୍ଧ ତାଙ୍କ ପାଖକୁ ଆସିଲେ। ସେ ଦେଶରେ ବହୁତ ତୁଷାରପାତ ହେଉଥିଲା। ସକାଳୁ ସେ ରାସ୍ତାରେ ବରଫ ଗଦାକୁ ହଟେଇବାକୁ ପଡ଼ୁଥିଲା। ସେ ଧୀରେ ଧୀରେ ସେହି ସ୍ଥାନକୁ ଆସିଲେ। ସେ ବୃଦ୍ଧ ଜଣକ ବରଫ ହଟେଇବାରେ ହାଲିଆ ହୋଇ ପଡ଼ିଥିଲେ। ତାଙ୍କୁ ଦେଖି ମାର୍ଟିନଙ୍କର ବହୁତ ଦୟା ହେଲା ଓ ସେ ତାଙ୍କୁ ଭିତରକୁ ଆମନ୍ତ୍ରିତ କଲେ। ତାଙ୍କୁ ଗୋଟିଏ ରୁଟି ଓ ଗରମ କ୍ଷୀର ଦେଲେ। ସେ ବୃଦ୍ଧ ଜଣକ ଖାଇ ତାଙ୍କୁ ଆଶୀର୍ବାଦ ଦେଲେ। ଏଥିରୁ ଆମେ ଲକ୍ଷ୍ୟ କରୁ ଯେ ମାର୍ଟିନ ଯଦିଓ ଜାଣିନଥିଲେ ଯୀଶୁଖ୍ରୀଷ୍ଟ ତାଙ୍କ ନିକଟକୁ ଆସିଛନ୍ତି, କିନ୍ତୁ ସେ ତାଙ୍କୁ ଆତିଥ୍ୟ କଲେ। ଆଜି କ'ଣ ଆମେ ଅନ୍ୟର ଆତିଥ୍ୟ କରୁଛୁ କି? ଈଶ୍ୱରଙ୍କ ବାକ୍ୟ ବାଇବେଲ କହେ, ଆତିଥ୍ୟ ସତ୍କାର ନ ପାସର, ଯେଣୁ ତଦ୍ୱାରା କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି।